ଜାଣିଲ ସାଙ୍ଗମାନେ ଆଜି ବକୁଳ ଅମାବାସ୍ୟା ଜାଣିଛନ୍ତି ନା ନାଇଁ? ସମସ୍ତେ ଜାଣିଥିବେ ଯେ ଆମେ ବାହାରେ ରହିଲେ ବି ସୁଦ୍ଧା ମୁଁ ଗୋଟେ ଛୋଟ ଆମ୍ବ ଗଛ ଲଗେଇଛି। ତା ଦେହରେ ଆର ବର୍ଷ ହେଇଥିଲା ବକୁଳ। ସେ କ'ଣ ହେଲା ଗଲା ଏବେ କୋବି କାଟୁଛି ଘାଣ୍ଟରେ ପକେଇବି। ପିଠା କରିବି 4ଟା ବେଳକୁ, କାହିଁକି ନା ଛୋଟିଆ ଆମ୍ବ ଗଛଟେ ତା ଦେହରେ ଆର ବର୍ଷ ଫଳ ହେଇଥିଲା। ସେ ଝଡ଼ି ପଡ଼ିଥିଲା, ବଉଳ ହେଇକି ଛୋଟ ଛୋଟ ଆମ୍ବ ହେଇଥିଲା, ଝଡ଼ି ପଡ଼ିଥିଲା। ଏ ବର୍ଷ ସେ ଗୋଟେ ଡାଳଟା ଆସ୍ତେ ଆସ୍ତେ ନୁହେଁ, କାର୍ବନ ସବୁଆଡ଼େ ଆମର କାର୍ବନ ଫ୍ୟାକ୍ଟରି ଗୁଡ଼ା ଚାରିପଟେ କୌଣସି ଗଛ ରହୁନି। କ'ଣ କହିଲ, ମାନେ ପିଜୁଳି ଗଛ ଗୋଟେ ଏତେ ସୁନ୍ଦର ଫଳୁଥିଲା, ଏତେ ମିଠା ଗଛଟା, ସେ ଆପେ ଆପେ ନା ମରିଗଲା। ଆଉ ଆମ୍ବ ଗଛଟା ବି ଆସ୍ତେ ଆସ୍ତେ ମରି ମରିକା ଯାଉଛି। ମାନେ ଛୋଟିଆ ଗଛଟା, ମାନେ ମୋ ହାଇଟ୍ ଯେତିକି ସେତିକି, କିନ୍ତୁ ସେ ଆସ୍ତେ ଆସ୍ତେ ପୁରା ଇଏ ହେଇଯାଉଛି। ସେଇଠି ଭାବୁଛି କରିବି। ଆଉ ନଡ଼ିଆ ଗଛ ଛୋଟ ଛୋଟ ସେ ପୂଜା କରିବି। ତଥାପି ଭାବୁଛି ଆମ ଘର ପାଖରେ ଆମେ ଯେଉଁ ମାଲିକର ଜାଗା କିଣିଛୁ, ଏଠି ଘର କରାଇଛୁ, ତାଙ୍କର ଗୋଟେ ଏଠି ଗଛ ଅଛି, ବହୁତ ଗଛ ତାଙ୍କର ଅଛି। କିନ୍ତୁ ଆମ ଘର ପାଖରେ ଗୋଟେ ଗଛ ଅଛି ନା, ମୁଁ ତାଙ୍କରି ଗଛକୁ ପୂଜା କରିଦିଏ। ତାଙ୍କ ଗଛ କ'ଣ ଆମ ଗଛ କ'ଣ, ବୃକ୍ଷ ଦେବତା ତ ସମସ୍ତଙ୍କର, ସେ ନିଅନ୍ତୁ ତାଙ୍କର ନଡ଼ିଆ ପଇଡ଼, କିନ୍ତୁ ମୁଁ ତାଙ୍କ ଗଛକୁ ନା ମୁଁ ପୂଜା କରେ। ଆଉ ସେ ତ ଦେଖୁଥିବେ ଯଦି, ଆଉ ଧନ୍ୟବାଦ ଜଣାଇବେ। ଧନ୍ୟବାଦ ନ ଜଣାନ୍ତୁ, କିନ୍ତୁ ମୁଁ ମୋ କର୍ତ୍ତବ୍ୟ କରେ ହେଲା। ଆଜି ବକୁଳ ଅମାବାସ୍ୟା, ସବୁ ପିଠା କ'ଣ କରୁଛନ୍ତି, ଆଉ ଆପଣମାନେ ନିଶ୍ଚିତ ସବୁ ଭିଡ଼ିଓ କରିକି ଦେଖେଇବେ। ମୋର ପିଠା ତ କରିନି, ଏବେ ଯାଉଛି ଘାଣ୍ଟ କରୁଛି ରୋଷେଇ।